ମୋ ଭାଗ୍ୟରେ ଅଛି ଖାଲି ତାଙ୍କ ଛୁଆକୁ କାଖେଇ କାଖେଇ ପୀଡ଼ା କରିବି ଅଙ୍ଗ ମୋ ଆଖି ଆଗରେ ଆମରି ଗାଁରେ ମୋ ଆଖି ଆଗରେ ଆମରି ଗାଁରେ ପୁଅ ଝିଅ କେତେ ବାହା ହେଲେଣି ବୁଢ଼ା ହେଲିଣି ମୁଁ ବୁଢ଼ା ହେଲିଣି ଏପର୍ଯ୍ୟନ୍ତ ବାପା ମତେ ବାହା କଲେନି ଝଡ଼ି ଗଲାଣି ବାଳ ଝଡ଼ି ଗଲାନି ଏପର୍ଯ୍ୟନ୍ତ ବାପା ମୋ କଥା ଭାବିଲେନି। আরে বাপা কাঠিয়া আরে বাপাটা একিডিয়া বসি কোন গুড়গুড় হউছু বাপা তোমাকে দেখা যাଉଛି କି ତମ ଘରେ ଗୋଟେ ଭେଣ୍ଡିଆ ପୁଅ ବସିଛି? আরে বাপাটা কোন কোন হইছি କଣ ହେଇଛି କଣ ପଚାରୁଛ ଯେ ତମ ଘରେ ଗୋଟେ ଏତେ ବଡ଼ ଭେଣ୍ଡିଆ ପୁଅ ବସିଛି ତା କଥା ତମେ ଟିକେ ଭାବିବନି? আরে কোন ভাবিবি আরে কোন হইছি তু মতে কহুনু ମୋ ସାଙ୍ଗସାଥି ବାହା ହେଇକି ଛୁଆ ପିଲା କରି ସାରିଲେଣି ମତେ ତମେ କେବେ ବାହା କରେଇବ? ମୋର କଣ ଏ ଜନ୍ମରେ ଆଉ ବାହାଘର ହବନି? ମୋ ସାଙ୍ଗସାଥି ବାହା ହେଇକି ମାଇକିନାକୁ ଧରି ବୁଲୁଛନ୍ତି ମୁଁ ଘର କରୁଣେ ବସିକି ରହିଛି ତମେ ମୋ କଥା ଟିକେ ଭାବୁନ ଟିକେ। হেইটি অনেইলু কনমুলিয়া গোটে থইবি তোর বাঘর নিচে একাথরে ছাড় যাব টোটালি একু 16 বরষ 10 বছর এন্ডে পাঠ পড়ুছি ইয়ে কোন না বা হব মো কহিমি ততে এই সাঙ্গে আউ কোন কাঠে বউ আস সকাল সকাল মো মুন্ড খারাপ পদলে টকা কিরে কাঠিয়া কোন ହେଇଛି কিরে অঙ্কল কোন রাগলা রাগলা দেখা হউଛନ୍ତି? নাই নাই কিছু নাই। আবে নাই নাই কোন কହୁଛୁ অঙ্কল ভাই রাগি কি কোন কই কই যাଉଛନ୍ତି ଆଉ ତମୋଟା ବି ବାଳା ବାଳା କରୁଛୁ কোন ହେଇଛି কোন? আরে সে কিছু ন ମୁଁ ଖାଲି ମୋ ବାପାଙ୍କୁ କହିଲି ବାପା ମୋ ବୟସ ହେଇଗଲାଣି ମୋ ବାହାଘର କରିଦିଅ ସାଙ୍ଗସାଥି ବାହା ହେଇକି ପିଲା ଛୁଆ କରି ବୁଲେଣି ଖାଲି ଏତିକି କହିଛି ମୋ ବାପା ରାଗିକି ମୋ ଉପରେ ତମ ମତେ ପୁଣି କଣ କହୁଛନ୍ତି କହିଲୁ ତୋର ଟୋଟାଲି 16 ବରଷ 10ମ ଶ୍ରେଣୀରେ ପାଠ ପଢୁଛୁ ଏଇ ବର୍ଷରେ କେହି ବାହା ହୁଅନ୍ତି? ଆଚ୍ଛା ସାଙ୍ଗ ତୁ କହିଲୁ 10ମ ଶ୍ରେଣୀରେ ପାଠ ଯେ ପଢୁନି ସେ କଣ ବାହା ହୁଅନ୍ତିନି? আবে কাঠিয়া আবে এতে জলদি কে বাହା ହୁଅନ୍ତି? ତୁ ଏବେ ସ୍କୁଲରେ ପଢୁଛୁ ତାପରେ କଲେଜରେ ପଢିବୁ ତାପରେ ଚାକିରି ବାକିରି କରିବୁ ବା ନିଜ ଗୋଡରେ ନିଜେ ଛିଡା ହବୁ ତାପରେ ସିନା ତୁ ବାହା ହବୁ। ମା ଗିଆ କହିଲା ନିଜ ଗୋଡରେ ନିଜେ ଛିଡା ହବୁ ତ ଏତେ ସବୁ ଜିନିଷ କରି ସାରିକି ନିଜ ଗୋଡରେ ଯେତେବେଳେ ମୁଁ ଛିଡା ହେଇଯିବି ସେତେବେଳେ ମୋ ତଳ ଦିନ ଛିଡା ହବା ବନ୍ଦ ହେଇଯିବ ସେତେବେଳେ ନା ବାଳ ଥିବ ନା ମୁଁ ସୁନ ପାପଡି ଖାଇବି ହେଲେ ପୁଅ କୋଡିକାର। আচ্ছা ঠিক আছে ମୁଁ କଣ କହୁଥିଲି କି ଆଟଲିଷ୍ଟ ତୁ 10ମ ଶ୍ରେଣୀଟା ପାସ୍ କର ଯା ତାପରେ ବାହା ହବୁ। ହଁ ସାଙ୍ଗ ତୁ ଠିକ କହିଛୁ ଆগে 10ମ ଶ୍ରେଣୀଟା ପାସ୍ କରିଯିବି ତାପରେ ବାହା ହେବି। আবে কাঠিয়া স্কুল টাইম ହେଇଗଲାଣି ଯା ଜଲ୍ଦି ଯିବା ସ୍କୁଲକୁ ନହେଲେ ସେ ଚନ୍ଦା ମାଷ୍ଟର ଆଜି ପୁଣି ଗାଳି ଦବ। हेलो स्टूडेंट हाउ आर यू sir? कौन हाउ आर यू ସାର୍ ଆପଣ ବା କହିଲେ ହାଉ ଆର୍ ୟୁ ସେଇଥିପାଇଁ ମୁଁ ବି କହିଦେଲି ହାଉ ଆର୍ ୟୁ। माने कौन तो मन को मन मु तते कहली हाउ आर यू तू भी मते कहछु हाउ आर यू माने कोन जानिचु? আচ্ছা স্যার ଆପଣ ଇଏ କଣ କହୁଛନ୍ତି? ଆରେ ହାଉ ଆର୍ ୟୁ ମାନେ କଣ ମୁଁ ଜାଣିନି। ଆରେ ଡେଲି ଆପଣ ସକାଳ ସକାଳ ଆସିକି କହୁଛନ୍ତି ଗୁଡ୍ ମର୍ଣ୍ଣିଂ ମାନେ ସେ ଆପଣ କଣ କହିଥିଲେ ହଁ ଶୁଭ ସକାଳ ସେମିତି ହାଉ ଆର୍ ୟୁ ମାନେ କୋଉଟେ ଭଲ କଥା ହେଇଥିବ ନା। ताहले तू मते सेही भलो कथारा सुना हाउ आर यू माने कोन? ସାରେ ହାଉ ଆର୍ ୟୁ ମାନେ ଆଜି ତମେ ବହୁତ ସୁନ୍ଦର ଦେଖା ଯାଉଛ। ସାରେ ସେଇଥିପାଇଁ ମୁଁ ବି ଆପଣଙ୍କୁ କହିଲି ହାଉ ଆର୍ ୟୁ ମାନେ ଆପଣ ବି ବହୁତ ସୁନ୍ଦର ଦେଖା ଯାଉଛନ୍ତି। ଆପଣଙ୍କ ମୁଣ୍ଡରେ ସିନା ଗୋଟେ ବୋଲି ବାଳ ନାହିଁ କିନ୍ତୁ କଣ ଲାଗୁଛନ୍ତି ଆପଣ ମାରଣ ପୁରା ଚୋଖା। गध तते एति जण नै हाउ आर यू माने कोन? अच्छा तू मते आ गोटे कथा कहलु ए जो हाउ आर यू एटा को भाषा रु आछि? अरे दीपू तू जानछु कि ए जो हाउ आर यू एटा को भाषा? काठिया मते लागुची एटा बोधे तामिल हेइथो बोधे एटा। किरे तमे दिरा हेडी कोन बुझुल भाषा रहउछ? मते तू कह हाउ आर यू को भाषा रु आसीची? हिंदी भाषा रु आसीची ना इंग्लिश भाषा रु आसीची? ए सारे आपण मते फसोचोती नहीं आपण मते हिंदी इंग्लिश कहली फसोचोती किंतु सारे मु आपण को जालरे पढिबिनी। अरे मु कोन जानिनी हाउ आर यू को भाषा रु आसी बोली? होय रे जदे जानिछु ता जल्दी कहनु को भाषा रु आसी बोली? सारे ए जो हाउ आर यू नु एटा होची तामिल भाषा रु आसी। आपण मते बोका होबे नहीं यार आपण भाबिला आपण मते हिंदी इंग्लिश कहले मु सब गोलमाल कर देबी मु कहि पारबिनी। अरे मु बा साउथ मूवी मु बा बहुत देखे मु बा जाइनी हाउ आर यू माने कोन? हाउ आर यू बा तामिल भाषा रु आसी बा। गध कुळांगा छतरा बातरा एते दिन तू ए सिकिछु हाउ आर यू माने होची केमिति अछ एटा होची इंग्लिश भाषा। अरे दीपू एटा इंग्लिश भाषा? हां हेइतिबो बोधे। मां जिया जति जळ नै ताली या सुन काई कहूछु?
ସାଙ୍ଗ ସାଙ୍ଗ ସରି ତମ ଦିଟାକୁ ଭଲ ଭଲ କହିଦଉଛି ଶୁଣ, ଯଦି ଜୀବନରେ କେବେ ଉନ୍ନତି କରିବା ପାଇଁ ଚାହୁଁଛ ତାହେଲେ ବାତ୍ରାମି ସତରାମି ଛାଡିକି ଟିକେ ପାଠ ପଢା ଟିକେ ମନ ଦିଅ। ଆରେ ତମେ ଯଦି ଦି ଅକ୍ଷର ପାଠ ପଢିବ ତାହେଲେ କାଲି ତମେ ବଡ ମଣିଷ ହବ, ବଡ ବଡ ଗାଡି ଚଢିକି ବୁଲିବ, ଗୋଡ ଉପରେ ଗୋଡ ପକେଇ ବସି ତମେ ଖାଇବ। ଆଉ ଯଦି ତମେ ପାଠ ନ ପଢିକି ଯଦି ଏଇଭଳିଆ ବାତ୍ରାମି ସତରାମି କଲ ତାହେଲେ ତମ ଜୀବନ ପୁରା ବେକାର, ଆଉ ଫଟା ସାଇକେଲ ଧରି ତମେ ବୁଲିବ। ଆଚ୍ଛା ସାର୍ ଆପଣ ତ ଏତେ କଥା କହିଲେ, ମୁଁ ଗୋଟେ କଥା କହିବି। ହଁ କହ, କଣ କହୁଛୁ? ଆଚ୍ଛା ସାର୍ ଦି ଅକ୍ଷର କଥା ଛାଡନ୍ତୁ, ଆପଣ ତ ଏତେ ପାଠ ପଢିଛନ୍ତି କିନ୍ତୁ ଆପଣ କଣ ପାଇଁ ଏପର୍ଯ୍ୟନ୍ତ ଫଟା ସାଇକେଲ ଧରି ବୁଲୁଛନ୍ତି? ଆପଣ ଏତେ ପାଠ ପଢିକି ବଡ ମଣିଷ ହେଇ ପାରିଲେନି, ବଡ ବଡ ଗାଡି ବୁଲି ପାରିଲେନି। ଆମେ କେମିତି ପାଠ ପଢିକି ବଡ ମଣିଷ ହେଇଯିବୁ, ବଡ ବଡ ଗାଡି ଚଢିକି ବୁଲିବୁ? ମୁଁ 7-8 ବର୍ଷ ହେଲାଣି ଆପଣଙ୍କୁ ସେଇ ଗୋଟିଏ ଫଟା ସାଇକେଲ ଧରିକି ବୁଲିବାରେ ଦେଖିଛି। ଆପଣ ଆମକୁ କହୁଛନ୍ତି ପାଠ ପଢିଲେ ବଡ ବଡ ଗାଡିରେ ବୁଲିବ। ପାଠ ପଢି ଯଦି ବଡ ବଡ ଲୋକ ଗାଡିରେ ବୁଲିଥାନ୍ତେ ତାହେଲେ ଆପଣ କଣ ପାଇଁ ଫଟା ସାଇକେଲ ଧରି ବୁଲୁଛନ୍ତି? ଚୁପ କର। ସ୍କୁଲରେ ସାରଙ୍କ ସହିତ କେମିତି କଥାବାର୍ତ୍ତା କରନ୍ତି ତୁ ସେ କଥା ଶିଖିନୁ? ୟାର ଏପର୍ଯ୍ୟନ୍ତ ଦୁଧ ଦାନ୍ତ ଭାଙ୍ଗିନି, ମତେ ଆସି ଜ୍ଞାନ ଦଉଛି। ଚୁପଚାପ କାନ ଧରିକି ବେଞ୍ଚ ଉପରେ ଛିଡା ହ। ଆଚ୍ଛା ପିଲାମାନେ, କାଲିଠୁ ଗୋଟେ ସପ୍ତାହ ପାଇଁ ସରକାରୀ ଛୁଟି ରହିବ ସ୍କୁଲରେ, କାରଣ ଆଗକୁ କେବେ ବାତ୍ୟା ଆସୁଛି, ସେଇଥିପାଇଁ ସରକାର ଛୁଟି ଦେଇଛି ଗୋଟେ ସପ୍ତାହ ପାଇଁ। ଆଉ ପିଲାମାନେ କେହି ବାହାରକୁ ଯାଇକି ବର୍ଷାରେ ଭିଜିବନି କିନ୍ତୁ। ଆଚ୍ଛା ସାରେ ଏ ଘଣ୍ଟି ବାଜିଲାଣି, ଖାଇବା ଛୁଟି ହେଲାଣି। ମୁଁ ଯିବି ଏବେ ଖାଇବା ପାଇଁ। ହଉ ଠିକ ଅଛି ଯା, କିନ୍ତୁ କାଠିଆ ଦୁଷ୍ଟାମି ଟୋଟାଲି କରିବୁନି। ନା ସାର୍ ଆଉ ଟୋଟାଲି ଦୁଷ୍ଟାମି ମୁଁ କରିବିନି।